ଘରକୁ ଗଲେ ମତେ ଫେରେଇ ଦେବେ କାହିଁକିନା ମୁଁ ଯାଇଥିଲି ମାଡ଼ ଖାଇକି ଆଇଛି ଶାଶୁ ଘରକୁ ଯାଇଥିଲି ମାଡ଼ ଖାଇକି ଆଇଛି ବାପା ଘରକୁ ଯାଇଥିଲି ବି ବାପା ମା ସବୁ ବାହାର କରିଦେଇଛନ୍ତି ମୋ ଅବିକା ଜୁଆ କୁଆଡେ ଯିବି ମୁଁ ବି ନିଜେ ଜାଣିନି ହେଲେ ସେ ଯୋଉଠି ଅଛି ଖୋଜନ୍ତୁ ମୁଁ ତା ପାଖେ ରହିବି ସେ ଗଲା ଦିନଠୁ ମୁଁ ଅବିକା ଗୋଟେ ଜଳିଖିଆ ଦୋକାନରେ ବାସନ ମାଜୁଛି ଘର ଦୁଆର ଓଳଉଛି ଏଇ କାମ କରୁଛି ଆଜ୍ଞା ସେ ତାପରେ ଏମିତି କଣ ପାଇଁ କଲା ମୁଁ ନିଜେ ବି ଜାଣିପାରୁନି ସେ ଯୋଉଠି ଅଛି ତାକୁ ଶୀଘ୍ର ଖୋଜିକି ଆଣନ୍ତୁ ନହେଲେ ଯାହା ବି ହେଲେ ସୁଇସାଇଡ୍ କରିବି ତା ଦୁଆର ସାମ୍ନାରେ କିଛି କହିନାହାନ୍ତି ସକାଳୁ ଉଠିକି ଆଜିକି 10 ଦିନ ହେଇଗଲା ସକାଳୁ ଉଠିକି ପଳେଇଛ ସିଏ ଦେଖିଲା ବେଳକୁ ଏମିତି ଫାଇଦା ଉଠେଇବ ବୋଲି ମୁଁ ଜାଣିନଥିଲି ସେ ସବୁବେଳେ ଗେଲ ଥଟା କରନ୍ତି ସବୁବେଳେ କହନ୍ତି ତୋ ସ୍ୱାମୀ ତତେ ବାଡଉଛି ମାରୁଛି ଧରୁଛି କଣ ପାଇଁ ସେଠି ରହିଛୁ ଆସେ ମୁଁ ତୋତେ ରଖିବି ମୁଁ ବି ମୁଁ କହିବି ତମେ ଦିଟା ଝିଅ ତମେ କାହିଁ ସେମିତି କଥା କହୁଛ ସବୁବେଳେ ମୋ ମାଇଣ୍ଡଟାକୁ ଅଫ୍ କଲା ମୁଁ ସେଇ ଭରସାରେ ତା ସହିତ ପଳେଇ ଆସିଲି ଆଉ ସହିପାରିଲିନି ବୋଲି ପ୍ରଥମ ସ୍ୱାମୀଠୁ ମାଡ଼ ଗାଡ଼ି ସୋଦା ଖାଇକି ସେଥିପାଇଁ ଭୁଲ ବାଟକୁ ପଳେଇ ଆସିଲି ହେଲେ ସେ ଏତେ ଭୁଲ କରିବ ବୋଲି ମୋ ସହିତ ମୁଁ କେବେ ଜାଣିନଥିଲି ଦେଖ ମୁଁ କାହାର ଦୁଃଖ ସହିପାରେନି ମୁଁ ଯାହା ବି କମାଉଛି 25-30 ହଜାର ଟଙ୍କା ଲେଖା କିନ୍ତୁ ଏପର୍ଯ୍ୟନ୍ତ ଅଭାଗିଆ ବାହା ହେଇନି ଆଉ ତାର ଦୁଃଖ ନ ସିଏ ଜଣକୁ ବାହା ହେଲା ସିଏ ଭଲ ପାଇଥିଲା ଛୁଆ ଛାଡ଼ିଦେଲା ପୁଣି ଆଉ ଜଣକୁ ବାହା ହେଇକି ସିଏ ତାକୁ ଛାଡ଼ିଦେଲା ଆଉ ଏବେ ଆମ ଶଙ୍କର ଭାଇ ଆସିଛନ୍ତି ଯେ ତାକୁ ରଖିବେ ବୋଲି କହୁଛନ୍ତି କିନ୍ତୁ ଶଙ୍କର ଭାଇ ରଖିବେ କି ଛାଡ଼ିଦେବେ କ'ଣ ଗ୍ୟାରେଣ୍ଟି ଅଛି ହଁ ତାଙ୍କର ପୁଣି 2ଟା ଛୁଆ ସେଇଥିପାଇଁ ମୁଁ କହୁଛି ଯେ ମୁଁ ତାକୁ ରଖିବି ତାକୁ ଦୁଃଖ ନ ସହିପାରିକିରି ମୁଁ ତାକୁ ରଖିବି ଜୀବନ ସାଥୀ କରିବି।